ଦେଖନ୍ତୁ ଭଦ୍ରକ ଭଳି ଅ, ଏକ ଜିଲ୍ଲା ଯାହାକି ସଂସ୍କୃତି କ୍ଷେତ୍ରରେ ବହୁତ ପ୍ରସିଦ୍ଧ ଏବଂ ମୁଁ ତ କହିବି ଏଇଟା କେବଳ ଯେ ତ୍ୟାଗଭୂମି ନୁହଁ ବୀରଭୂମି ନୁହଁ ଏଇଟା ହେଉଛି ଗୋଟେ ସଂସ୍କୃତି ସମ୍ପନ୍ନ ମାଟି ଏବଂ ଏଇଭଳି ଜିଲ୍ଲାରେ ସବୁବେଳେ ସାଂସ୍କୃତିକ ମହୋତ୍ସବ ମାନେ ଆୟୋଜନ କରାଯାଇଥାଏ କିନ୍ତୁ ଆଜିର ଯେଉଁ ସାଂସ୍କୃତିକ ମହୋତ୍ସବ ତାହା ଟିକେ ନିଆରା ଏଥିପାଇଁ ନିଆରା ଯେ ଏଇ କାର୍ଯ୍ୟକ୍ରମକୁ ଭଦ୍ରକର ସବୁ ସାମ୍ବାଦିକ ମାନେ ସମସ୍ତେ ମିଳିତ ଭାବରେ ଆୟୋଜନ କରିଛନ୍ତି ଭଦ୍ରକର ସଂସ୍କୃତିକୁ ଭଦ୍ରକୀର ଐତିହ୍ୟକୁ ସେମାନେ ପ୍ରତିପାଦିତ କରିବା ପାଇଁ ଗୋଟେ ମଞ୍ଚ ସୃଷ୍ଟି କରିଛନ୍ତି ଏବଂ ଏହି ମଞ୍ଚରୁ ଅନେକ କଳାକାର ମଧ୍ୟ ସୃଷ୍ଟି ହେଇଛନ୍ତି ଯାହାକି ନିଶ୍ଚିତ ଭାବରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ମୁଁ ଏହି ସାଂସ୍କୃତିକ ମହୋତ୍ସବର ସଫଳତାକୁ କାମନା କରୁଛି ଏବଂ ଆପଣମାନଙ୍କ ଜରିଆରେ ମୋର ଜିଲ୍ଲାବାସୀଙ୍କୁ ମଧ୍ୟ ନୂଆବର୍ଷ ଇଂରାଜୀ ନୂଆବର୍ଷର ଶୁଭେଚ୍ଛା ଏବଂ शुभकामना ज्ञापन करुच्ची।